ବ୍ରହ୍ମପୁରରେ ବିଜେଡି କର୍ପୋରେଟର କଳି ଛିଣ୍ଡିଗଲା କି? ଗୋଷ୍ଠୀ କନ୍ଦଳ ଶାନ୍ତ ପଡ଼ିଗଲା କି? ବିବାଦୀୟ କର୍ପୋରେଟର ଗୋଷ୍ଠୀ ସୁଧୁରିଗଲେ କି? ଏମିତି କିଛି ପ୍ରଶ୍ନର ଉତ୍ତର ଗୋଟିଏ ବୈଠକରେ ଛଳଛଳ ହୋଇ ଦିଶୁଥିଲା। ଚଳିତ ମାସ 26 ତାରିଖରେ ହେବାକୁ ଥିବା ଦଳର ପ୍ରତିଷ୍ଠା ଦିବସର ଏକ ପ୍ରସ୍ତୁତି ବୈଠକରେ ଶାନ୍ତ ବାତାବରଣ ଦେଖିବାକୁ ମିଳିଥିଲା। ନବୀନ ନିବାସରେ ଦଳ ସୁପ୍ରିମୋଙ୍କୁ ଭେଟିଲା ପରେ ବି ମୁଣ୍ଡ ଟେକିଥିଲା ବିବାଦ। ବିଏମ୍ସିର ଉଚ୍ଛେଦ ସମୟରେ ବିବାଦିତ ବିଦ୍ରୋହୀ କର୍ପୋରେଟର ଗୋଷ୍ଠୀ ଦଳୀୟ ମେୟରଙ୍କ ବଦଳରେ ବିଏମ୍ସି କମିଶନରଙ୍କ ଉପରେ ରାଗ ଦେଖାଇଥିଲେ। ତେବେ ବିଜେଡିର ଦଳୀୟ ବୈଠକରେ ସେହି ସବୁର ଅନ୍ତ ଘଟିଲା ପରି ଲାଗୁଥିଲା। ସମସ୍ତ ଦଳୀୟ କର୍ପୋରେଟର ଏକତ୍ରିତ ହୋଇ ବସିଥିଲେ, କିନ୍ତୁ ଯନ୍ତ୍ରଣାରେ ଅଣନିଶ୍ୱାସୀ ହୋଇ ବସିଥିବା ଭଳି ଲାଗୁଥିଲା। ଜିଲ୍ଲା ସଭାପତି ମେୟର ସମେତ ସମସ୍ତ ଦଳୀୟ ପଦାଧିକାରୀ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଯେଉଁ ଚାଉ ଓ ବିକ୍ରମ ଗୋଷ୍ଠୀକୁ ନେଇ ଚର୍ଚ୍ଚା ହେଉଥିଲା, ତାହାର ମଧ୍ୟ ଅବସ୍ଥାନ ଘଟାଇ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ। ଦଳ ଭିତରେ ଦୁଇ ଗୋଷ୍ଠୀ ନାହିଁ, କୌଣସି ବିବାଦ ବି ନାହିଁ। ରାମଲିଙ୍ଗ ପାର୍କକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା କର୍ପୋରେସନର ବୋଲି କହିଛନ୍ତି ପୂର୍ବତନ ବିଧାୟକ ବିକ୍ରମ। ସମସ୍ତ ଗଣମାଧ୍ୟମ ନୁହଁ, କିଛିଟା ଗଣମାଧ୍ୟମ ବିଜେପିକୁ ସୁହାଇଲା ଭଳି ଖବର ପରିବେଷଣ କରିବା ଯୋଗୁଁ ଏପରି ଗୁଜବ ଦେଖାଦେଇଥିଲା। ଆମେ ଏକ ଆମ ନେତା ନବୀନ ବୋଲି ରୋକଠୋକ ଭାବରେ ଉତ୍ତର ରଖିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା। ନାଇଁ ଆପଣ ମାନେ ଗଣମାଧ୍ୟମ ଯେଉଁମାନେ ଅଛନ୍ତି ସେମାନେ ବୁଝିପାରୁନାହାନ୍ତି। ସେଇଟା ଯୁବ ଜନତା ଦଳର ସଭ୍ୟ ସଂଗ୍ରହ ଥିଲା ଏବଂ ଯୁବ ଜନତା ଦଳର ଯିଏ ପର୍ଯ୍ୟବେକ୍ଷକ ଆସିଛନ୍ତି ସିଏ ବୁଲି ବୁଲି ତାଙ୍କର କାର୍ଯ୍ୟକ୍ରମ କରୁଥିଲେ ଏବଂ ସେଇଥିପାଇଁ କିଏ କେଉଁଠି ଏକାଠି ହେଲେ 5 ଜଣ ସେ ଜାଗାକୁ ପଳେଇ ଯାଉଥିଲେ। କିଛି ଅଲଗା ନାହିଁ, ଯେଉଁଟା ଦଳର କାର୍ଯ୍ୟକ୍ରମ ସବୁ ଏକତ୍ରିତ ଭାବେ ହେବ। ନାଇଁ ଦଳ ସୁପ୍ରିମୋ କିଭଳି ସଭ୍ୟ ସଂଘର ଅଧିକା ହେବ ସେଥିପାଇଁ ଡାକିଥିଲେ ଏବଂ କିଭଳି ପ୍ରତିଷ୍ଠା ଦିବସ ଠିକ୍ ଭାବରେ କରାଯିବ ତାକୁ ଡାକିଥିଲେ। ସେଥିପାଇଁ ଏଥିରେ ଦ୍ୱନ୍ଦ୍ୱ କିଛି ନାହିଁ, ଆପଣମାନଙ୍କ ଦ୍ୱାରା ହିଁ ସେ ଦ୍ୱନ୍ଦ୍ୱ ଉପୁଜୁଛି। ସେଇଟା ମ୍ୟୁନିସିପାଲିଟି କର୍ପୋରେସନର ଆଭ୍ୟନ୍ତରୀଣ ବ୍ୟାପାର, ସେ ଉପରେ ସେମାନେ ଆଲୋଚନା କରୁଛନ୍ତି ଏବଂ ଯାହା ଠିକ୍ ହେବ ତାକୁ ଆପଣ ତ ବର୍ତ୍ତମାନ ଦେଖିଲେ ଚାଉ ବାବୁଙ୍କୁ ଦେଖିଲେ, ବିକ୍ରମ ବାବୁଙ୍କୁ ଦେଖିଲେ, ମେୟରଙ୍କୁ ଦେଖିଲେ, ସମସ୍ତେ ଗୋଟିଏ ମଞ୍ଚରେ ବସିଛନ୍ତି। ସେଥିପାଇଁ ଏସବୁ କଥାର କିଛି ଅର୍ଥ ନାହିଁ। ଆପଣମାନେ ଗୋଟିଏ କଥାକୁ ଅନ୍ୟ କଥାରେ ତାକୁ କିଛି ଗଣମାଧ୍ୟମ, ମୁଁ ସମସ୍ତଙ୍କୁ କହିବିନି, କିଛି ଗଣମାଧ୍ୟମ ତାକୁ ସେଭଳି ଭାବେ ନ୍ୟୁଜ୍ ପରିବେଷଣ କରୁଛନ୍ତି ଏବଂ ସେମାନେ କିଭଳି ବିଜେପି ଦଳର ସଫଳ ହେବ ଏବଂ ବିଜୁ ଜନତା ଦଳ କିଭଳି ସଫଳ ନ ହୋଇପାରିବ ସେମାନଙ୍କ ଉଦ୍ଦେଶ୍ୟ। ତେଣୁ ତାଙ୍କ ଉଦ୍ଦେଶ୍ୟ କେବେ ସାଧିତ ହେବ ନାହିଁ। ତେଣୁ ସେମାନଙ୍କୁ ମୁଁ ଅନୁରୋଧ କରିବି ଆପଣମାନଙ୍କ ମାଧ୍ୟମରେ, ଯେଉଁ ଗଣମାଧ୍ୟମକୁ କିଛିଟା ଗଣମାଧ୍ୟମ ଏ କାର୍ଯ୍ୟକ୍ରମ କରୁଛନ୍ତି, ଏ କାର୍ଯ୍ୟକ୍ରମରୁ କ୍ଷାନ୍ତ ରୁହନ୍ତୁ ଏବଂ ଯାହା ପ୍ରକୃତ ଖବର ସେ କଥା ଲୋକଲୋଚନକୁ ଆଣନ୍ତୁ। ଦଳ ଏକ, ସବୁ ନେତା ଏକ, ସମସ୍ତେ ବିଜୁ ନବୀନ ବାବୁଙ୍କ ନେତୃତ୍ୱରେ ଏକତାର ସହିତ ସମସ୍ତେ ଅଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏକତାର ସହିତ କାମ କରିବେ। ତେବେ ଶଙ୍ଖ ସୁପ୍ରିମୋଙ୍କ କଥାକୁ ନେତା କେତେ ଅକ୍ଷରରେ ପାଳନ କରୁଛନ୍ତି, ନା ଦଳୀୟ ମର୍ଯ୍ୟାଦାକୁ ପୁଣି ଥରେ ଦାଣ୍ଡରେ ପକାଇ ହାଟରେ ଗଡ଼ାଉଛନ୍ତି, ତାହା ଆଗକୁ ଜଣାପଡ଼ିବ।